ମା କଣ ଖାଉଛ? ତାଳ ଶ୍ରେୟାଲି କଣ ଖାଉଛୁ? ତାଳ ଆମ ବାଡି ତାଳ। ଆଗରୁ କେବେ ଖାଇଥିଲୁ ନା ଆଜି ଫାଷ୍ଟ ଟାଇମ୍? ଫାଷ୍ଟ ଟାଇମ୍। ଗାଁକୁ ଆସିଲେ ଏସବୁ ଜିନିଷ ଖାଇବୁ। ଇଏ ତାଳ ଆମେ ସବୁ ଛୋଟବେଳେ କେତେ ଖାଇଛୁ। ନୂଆ ଜିନିଷ ଟେଷ୍ଟ କର। ଏଟା ହେଲା ତାଳ। ଆର ଗୋଟେ ତାଳ ସଜ ଅଛି ଗୋଟେ, ଜାଣିଛୁଟି ମା? ସେଇଟାକୁ ତାଳ ସଜ କହନ୍ତି ଟି, ଯୋଉଟା ଚେର ହଣା ହୁଏ। ଗଜା ନା ତାଳ ଗଜା? ତାଳ ଗଜା ନା? ସେଇଟା ହଉଛି ତାଳ ଗଜା, ଏଇଟା ହଉଛି ତାଳ ସଜ ହେଲା। ଗଜା ଖାଇଛୁ? ଗଜା ଖାଇନୁ? ତତେ ମୁଁ ଗୋଟେ ବର୍ଷ କାଟିକି ଯୋଉ ହାଣିକି ଦେଇଥିଲି, ତା ଭିତରୁ ଯୋଉ ଧଳା ଧଳା ବାହାରୁଥିଲା, ଗଜା ସେଇଟା ହଉଛି ତାଳ ଗଜା। ମା ତମ ବ୍ରହ୍ମପୁର ଆଡେ ଇଏ ତାଳ ମିଳେ? ଭୂଦେୟା। ଭୂଦେୟା କଣ? ମାନେ ବେଶୀ ମିଳେନି, ଯେମିତି ଆମର ଏପଟେ ହୁଏ ହଁ ସେମିତି ନାହିଁ। ଆମର ତ ବାଙ୍ଗା ଫାଙ୍ଗା ବରଡା କାଟନ୍ତି, ତମର ଏପଟେ ସବୁ ଦହି ହୁଏ, ଆମର ସେପଟେ ତ ନାହିଁ ସବୁ ନା। କୋଉଠି କିଏ କଣ ଆଣିଥାଏ ସାବିତ୍ରୀ ଓଷା ବେଳକୁ। ଇଏ କିନ୍ତୁ କଣ କହିଲ, ସିଜିନ ଫ୍ରୁଟ କୁଟୁନାକୁ ସବୁ ଖାଇବା କଥା ନା କଣ ନା? ଇଏ ଗୋଟେ ଏକ୍ସପିରିଏନ୍ସ ନେ, କେମିତି ଲାଗୁଛି? କେବେ ତ ଖାଇନୁ, କେବେ ଆମେ ଛୋଟବେଳକୁ ବହୁତ ଖାଇଛୁ। ଏବେ ତ ମାନେ କଣ କହିଲୁ, ଗଛ କାଟିବାକୁ କି ଆସୁନାହାନ୍ତି। ସେତେବେଳେ ମାଗଣାରେ ମାନେ ଖରା ବେଳିଆ ଆମ୍ବ ଗଛ ତଳେ ବସିକିରି, ଏବେ ତମେ ମାନେ ଏସିରେ ବସୁଛ, ଆମେ ସବୁ ଆମ୍ବ ଗଛ ତଳେ ବସିକିରି ଏଇ ତାଳ ସଜ ସବୁ କଟା ହେଇଥିବ, ବୋଝେ ବୋଝେ ଖାଇବୁ। ପଇଡ ବୋଝେ ବୋଝେ ପିଇବୁ। ଏବେ ତ ପଇଡ ଗୋଟା 50 ଟଙ୍କା 60 ଟଙ୍କା ହେଇଗଲାଣି। ଓ ସେ ତାଳ ଗଛ ଆମର।